ବନ୍ଧୁଗଣ, ଯେଉଁମାନଙ୍କର ହୃଦୟ ଅନ୍ୟମାନଙ୍କ ତୁଳନାରେ ପବିତ୍ର, ସେମାନଙ୍କର ହୃଦୟ ଭାଙ୍ଗିଯିବାର ସମ୍ଭାବନା ଅଧିକ ଏବଂ ଏହା ଭଲ ଯେ ସେମାନେ ଅଛନ୍ତି। ଜୀବନ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣଙ୍କୁ ଶିକ୍ଷା ଦେଉଛି। ଆମେ ଛୋଟ ଆଘାତରୁ ସୁସ୍ଥ ହୋଇପାରନ୍ତି ନାହିଁ, ତେଣୁ ଏକ ବଡ଼ ବିପର୍ଯ୍ୟୟ ସହିବା ଆବଶ୍ୟକ, ଯାହା ଆମକୁ କଠିନ ଭାବରେ କାନ୍ଦିବାକୁ ବାଧ୍ୟ କରେ। ତୁମେ ଅତୀତର ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ପଛକୁ ଫେରି ଚାହଁ, ବିଭ୍ରାନ୍ତ ହୋଇଯାଉଛ, ଭାବୁଛ ଯେ ଏହା ସବୁ କ'ଣ ଥିଲା। ଯଦି ଏହା ସତ୍ୟ ଥିଲା, ତେବେ ଆଜି କାହିଁକି ଦୁଃଖ ଅଛି? ତୁମର ଆଲବମର ପ୍ରତ୍ୟେକ ଫଟୋର ଏକ ଭିନ୍ନ ଅର୍ଥ ଥିଲା। ତୁମେ ଏହାକୁ ଦେଖିବା ପରେ ତାହାକୁ ବ୍ୟାଖ୍ୟା କରି ଚାଲିଥିଲ। ତେବେ ମୁଁ କେବେ ସେହି ମିଛ କାହିଁକି ଦେଖିପାରିଲି ନାହିଁ? ତୁମେ ଯାହାକୁ ଏତେ ସୁନ୍ଦର ଭାବୁଥିଲ, ତାହା ବର୍ଷ ବର୍ଷ ଧରି ତୁମେ ଯାହା ଭାବୁଥିଲ ତାହା କେବେ ନଥିଲା। ଏବଂ ଯଦି ଏହା ସବୁ ମିଛ ଥିଲା, ସେହି ସମ୍ପର୍କରେ ଯନ୍ତ୍ରଣା ଏବଂ ବିପର୍ଯ୍ୟୟ ଅନୁଭବ କରିବା ଅତ୍ୟନ୍ତ ଜରୁରୀ। ସେତେବେଳେ ତୁମେ ପରିବର୍ତ୍ତନ ହେବ, ସେତେବେଳେ ତୁମେ ଉନ୍ନତି କରିପାରିବ, ସେତେବେଳେ ତୁମେ ଭବିଷ୍ୟତରେ ଅର୍ଥପୂର୍ଣ୍ଣ, ଉତ୍ତମ ଏବଂ ସତ୍ୟ ସମ୍ପର୍କ ସ୍ଥାପନ କରିପାରିବ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡ଼ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।